ପିଲାମାନେ ଆଜି ଆମେ ପଢିବା ଶୀତଳ ଛାତ। ଓକେ, ଯାହାକି 6 ନମ୍ବର ପଏଣ୍ଟ। ଆଉ ଭଲ ଭାବରେ ବୁଝନ୍ତୁ। ଆଉ ଯେଉଁମାନେ ବୁଝିନାହାନ୍ତି ସୌରଶକ୍ତି କ'ଣ, ତା ପୂର୍ବରୁ ଯେଉଁ ସବୁ ଭିଡ଼ିଓ ଅଛି, ଯେଉଁମାନେ ଦେଖିନାହାନ୍ତି ତାହେଲେ ଆମର ପ୍ଲେଲିଷ୍ଟରେ ଅଛି, ଆପଣମାନେ ଯାଇ ଦେଖିପାରିବେ। ଓକେ, ତ ଚାଲନ୍ତୁ ଦେଖିବା ଶୀତଳ ଛାତ କ'ଣ। ତ ପ୍ରଥମ କ'ଣ ଦେଇଛି ନା, ଶୀତଳ ଛାତ ଗୁଡ଼ିକ ହେଉଛି ସ୍ଥାୟୀ ସବୁଜ ଡିଜାଇନ ଟେକ୍ନୋଲୋଜି ମଧ୍ୟରୁ ଗୋଟିଏ। ଓକେ, ଶୀତଳ ଛାତ ଗୁଡ଼ିକ କ'ଣ ସବୁ ଯେଉଁ କ'ଣ ଆମର ଥାଏ, ସ୍ଥାୟୀ ସବୁଜ ଡିଜାଇନ ଯେଉଁ ଟେକ୍ନୋଲୋଜି ଏବେ ଯେଉଁ ହେଲାଣି, ସବୁ ପ୍ରକାର ହୋଇପାରୁଛି ଟେକ୍ନୋଲୋଜିରେ। ତ ତା ଦେହରୁ କ'ଣ ଇଏ ହେଉଛି ଗୋଟିଏ। ଓକେ, ଯାହାକି ଉତ୍ତାପ ଏବଂ ସୂର୍ଯ୍ୟ କିରଣକୁ ପ୍ରତିଫଳିତ କରିବାକୁ ଲକ୍ଷ୍ୟ କରୁଛି। କ'ଣ ନା, ଯେଉଁ ସୂର୍ଯ୍ୟ କିରଣ କ'ଣ ପ୍ରତିଫଳିତ କରି ଲକ୍ଷ୍ୟ କରୁଛି। ଏହା ଉତ୍ତାପ ଅବଶୋଷଣ ଏବଂ ତାପଜ ନିର୍ଗମନକୁ ହ୍ରାସ କରି ମାନକ କୋଠରୀ ତାପମାତ୍ରାରେ ଘର ଏବଂ କୋଠାକୁ ରଖିବାରେ ସାହାଯ୍ୟ କରେ। ଏବେ ସବୁ ଟେକ୍ନୋଲୋଜି ଯେଉଁ ସବୁ କିଛି ହେଇପାରୁଛି କି ନାହିଁ। ଓକେ, ତାପରେ ଦେଖନ୍ତୁ କ'ଣ କହୁଛି। ଶୀତଳ ଛାତର ଡିଜାଇନ ପ୍ରତିଫଳିତ ପେଣ୍ଟ ଏବଂ ସ୍ୱତନ୍ତ୍ର ଟାଇଲ ବ୍ୟବହାର କରେ, ଯାହା କମ ଉତ୍ତାପକୁ ଶୋଷିଥାଏ ଏବଂ ଗ୍ରୀଷ୍ମ ସମୟରେ ତାପମାତ୍ରା କେତେ 50 ଡିଗ୍ରୀ ସେଲସିୟସ ହ୍ରାସ କରି ଅଧିକାଂଶ ସୌର ବିକିରଣକୁ ପ୍ରତିଫଳିତ କରିଥାଏ। ଆଚ୍ଛା, ଯେଉଁ ଶୀତଳ ଡିଜାଇନ ଯେଉଁ ଛାତ ଅଛି କ'ଣ କରିଥାଏ ନା, ଗ୍ରୀଷ୍ମ ସମୟରେ କେତେ ତାପମାତ୍ରା ନା 50 ଡିଗ୍ରୀ ତାପମାତ୍ରା ସେଲସିୟସ ହ୍ରାସ କରି ଅଧିକାଂଶ ସୌର କିରଣକୁ ପ୍ରତିଫଳିତ କରିଥାଏ। ତ ଆପଣଙ୍କର ଯଦି ସର୍ଟ କୋଶ୍ଚିନ୍ ଆସିଲା ତାହେଲେ ଆପଣ କେତେ ଲେଖିବେ ନା, ତାପମାତ୍ରା କେତେ କରି ଯେଉଁ କେତେ ଡିଗ୍ରୀ ସେଲସିୟସ ହ୍ରାସ କରିଥାଏ ନା 50। ଓକେ, ତ ଆକୁ ଆପଣମାନେ କ'ଣ କରିବେ ନା, ନୋଟ୍ କରିକି ଲେଖିବେ, ଯାହା ଯେଉଁଥିପାଇଁ କି ଆପଣଙ୍କୁ କ'ଣ ଏକ୍ଜାମ ମାନେ ଆଗରୁ ଯଦି ଆପଣ ନୋଟ୍ କରି ଲେଖୁଛନ୍ତି ତାହେଲେ କ'ଣ ହେବ ନା, ଆପଣମାନେ ଭଲ ରେଜଲ୍ଟ କରିପାରିବେ। ଓକେ, ତାପରେ କ'ଣ କହୁଛି ନା, ଏ ଯେଉଁ ଡିଗ୍ରୀ ଯେଉଁ ତାପମାତ୍ରା କେତେ ଡିଗ୍ରୀ 50 ଡିଗ୍ରୀ ସେଲସିୟସ ହ୍ରାସ କରି ଅଧିକାଂଶ ସୌର ବିକିରଣକୁ ପ୍ରତିଫଳିତ କରିଥାଏ। ଆଚ୍ଛା, ଶୀତଳ ଛାତ ଗୁଡ଼ିକ ମଧ୍ୟ ଏୟାର କଣ୍ଡିସନର ଉପରେ ନିର୍ଭରଶୀଳତାକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଆଚ୍ଛା, ଶୀତଳ ଛାତ ଗୁଡ଼ିକ କ'ଣ କରିଥାଏ ନା, ଏୟାର କଣ୍ଡିସନର ଯେଉଁ ନିର୍ଭରଶୀଳତା ତା ଉପରେ ରହିଥାଏ ତାକୁ କ'ଣ କମ୍ କରିବାରେ ସାହାଯ୍ୟ କରିଥାଏ ଏବଂ ପ୍ରତିବଦଳରେ ଶକ୍ତି ବ୍ୟବହାରକୁ ହ୍ରାସ କରିଥାଏ, ଯାହା ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିଥାଏ। ଆଚ୍ଛା, 7 ନମ୍ବର ପଏଣ୍ଟ କ'ଣ କହୁଛି, ଲୋ ଏନର୍ଜି ହାଉସ୍ ଏବଂ କ'ଣ ଜିରୋ ଏନର୍ଜି ବିଲ୍ଡିଂ ଡିଜାଇନ। ଓକେ, ତ ସେ କ'ଣ ଲୋ ଏନର୍ଜି ହାଉସ୍ ଏବଂ ଜିରୋ ଏନର୍ଜି ବିଲ୍ଡିଂ ଡିଜାଇନ ତାହା ଆମେ ଜାଣିବା। ଓକେ, ତ ଦେଖନ୍ତୁ ସ୍ଥାୟୀ ନିର୍ମାଣ ପ୍ରଯୁକ୍ତିବିଦ୍ୟା ସାଧାରଣତଃ ଶକ୍ତି ବ୍ୟବହାର କମାଇବା ପାଇଁ ଯାନ୍ତ୍ରିକ କୌଶଳ ଅନ୍ତର୍ଭୁକ୍ତ କରେ। କାଠ ସହିତ ଅଟ୍ଟାଳିକା ନିର୍ମାଣ ଏକ ସ୍ଥାୟୀ ନିର୍ମାଣ ପ୍ରଯୁକ୍ତିବିଦ୍ୟା, କାରଣ ଇସ୍ପାତ କିମ୍ବା କଂକ୍ରିଟରେ ନିର୍ମିତ ତୁଳନାରେ ଏହାର କମ୍ ଶକ୍ତିଯୁକ୍ତ ଶକ୍ତି ଅଛି। ତ ସ୍ଥାୟୀ ନିର୍ମାଣ ହୋଇଥାଏ ସାଧାରଣତଃ ଶକ୍ତି ବ୍ୟବହାରରେ କ'ଣ ବ୍ୟବହାର କମାଇବା ପାଇଁ ଯେଉଁ ଯାନ୍ତ୍ରିକ କୌଶଳ ଅନ୍ତର୍ଭୁକ୍ତ କରେ, ତାହା କ'ଣ କାଠ ସହିତ ଅଟ୍ଟାଳିକା ଯେଉଁ ଥାଏ ସେ କ'ଣ ହୋଇଥାଏ ନା, ଏହାର ଯେଉଁ କମ୍ ଶକ୍ତିଯୁକ୍ତ ଶକ୍ତି ଅଛି। ଏହାର ଯେଉଁ କାଠ ସହିତ ଅଟ୍ଟାଳିକା ନିର୍ମାଣ ହୋଇଥାଏ, ସେ ଯେଉଁ ଇସ୍ପାତ କିମ୍ବା କଂକ୍ରିଟରେ କ'ଣ ନିର୍ମିତ ତୁଳନାରେ ଏହାର କମ୍ ଶକ୍ତିଯୁକ୍ତ ଶକ୍ତି ଅଛି। ଆଚ୍ଛା,
ତାପରେ କ'ଣ କହୁଛି ନା ସ୍ଥାୟୀ ସବୁଜ ନିର୍ମାଣ ମଧ୍ୟ ଡିଜାଇନ ବ୍ୟବହାର କରେ। ସ୍ଥାୟୀ ସବୁଜ କ'ଣ ନିର୍ମାଣ ମଧ୍ୟ ସେ କ'ଣ ଡିଜାଇନ ବ୍ୟବହାର କରେ, ଯାହା ବାୟୁ ଲିକେଜକୁ କମ କରିଥାଏ। ଯାହା କ'ଣ ହୋଇଥାଏ ନା ଯେଉଁ ବାୟୁ ଯେଉଁ ଲିକେଜ ହୋଇଥାଏ, ତାର ଯେଉଁ ପବନ ଦ୍ୱାରା ଲିକେଜ ହୋଇଥାଏ, ସେ ଯେଉଁ ଫାଙ୍କ ଥାଏ ତା ଦେହରେ ଯେଉଁ ଲିକେଜ ହୋଇଥାଏ ତାକୁ କ'ଣ କରିଥାଏ ନା କମ କରିଥାଏ। ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ ୱିଣ୍ଡୋ ଏବଂ କ'ଣ ସମ୍ପନ୍ନ ଇନ୍ସୁଲେସନ କୌଶଳ ବ୍ୟବହାର କରିବା ସମୟରେ ବାୟୁର ମୁକ୍ତ ପ୍ରବାହକୁ ଅନୁମତି ଦେଇଥାଏ। ଓକେ, ୱିଣ୍ଡୋର ଷ୍ଟ୍ରାଟେଜିକ୍ ପ୍ଲେସମେଣ୍ଟ ଦିନ ଆଲୋକକୁ ଉପଲବ୍ଧ କରାଏ, ଯାହାଦ୍ୱାରା ଦିନରେ ବୈଦ୍ୟୁତିକ ଆଲୋକ ଆବଶ୍ୟକତାକୁ କମ କରାଯାଇଥାଏ। ଆଚ୍ଛା, ତାପରେ କ'ଣ କହୁଛି, ଏହି କୌଶଳ ଗୁଡ଼ିକ ଆଲୋକୀକରଣ ଏବଂ ଜଳ ଉତ୍ତାପ ପାଇଁ ସୌରଶକ୍ତି ପରି ଅକ୍ଷୟ ଶକ୍ତି ବ୍ୟବହାର କରି ଶୀତତାପ ନିୟନ୍ତ୍ରଣ ଏବଂ ଭିତରର ଉତ୍ତାପ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଉଦ୍ଦିଷ୍ଟ। ତାପରେ କ'ଣ କହୁଛି ନା ଶୂନ୍ୟଶକ୍ତି ବିଲ୍ଡିଂ ସ୍ଥାପନ ପାଇଁ ପ୍ରାରମ୍ଭିକ ଖର୍ଚ୍ଚ ଅଧିକ ହୋଇପାରେ, କିନ୍ତୁ ସେମାନେ ଦୀର୍ଘ ସମୟ ମଧ୍ୟରେ ଦେୟ ଦିଅନ୍ତି। ଓକେ, ତାପରେ ନେକ୍ସଟ କ'ଣ କହିଛି ନା 8 ନମ୍ବର କମ୍ ବ୍ୟବହାର ସାମଗ୍ରୀ। ଓକେ, ତ ୟାକୁ ଆମେ କ'ଣ କରିବା ନେକ୍ସଟ ଭିଡ଼ିଓରେ ପଢ଼ିବା। ତ ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଇଭଳି ଭିଡ଼ିଓ ଦେଖିବା ପାଇଁ ଆଗକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।